हेलो गुड मॉर्निंग ओडिशा मु शिवा आज गुरुत्वपूर्ण खबर गुड़िक आपण मानक जनइबी न्यूज गुड़िक भल लगे निश्चित भाव में गोटे लाइक करी चैनल को सब्सक्राइब करनेबी। तो चलतु आज गुरुत्वपूर्ण खबर पर नजर पकईवा। नंबर 1 महाकुंभ दलाचकटा मृतकों परिवार जनों 25 लाख टंकार सहायता राशि घोषणा। महाकुंभ दलाचकटार मृत्यु घटुवा परिजनों 25 लाख टंका लेखाएं क्षतिपूरण देवाक मुख्यमंत्री योगी आदित्यनाथ घोषणा କରିଛନ୍ତି। ଏହା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ 3 ଜଣିଆ କମିଟି ଗଠନ କରାଯାଇଛି। ଏହି ତଦନ୍ତ ପୁଲିସ ତଦନ୍ତଠୁ ଭିନ୍ନ ରହିବ। ଏହା ବାଦ ମୁଖ୍ୟ ସଚିବ ଡିଜିପିଙ୍କୁ ଗୁରୁବାର ପ୍ରୟାଗରାଜ ଯିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଦେଶ ଦେଇଛନ୍ତି। ମୌନି ଅମାବାସ୍ୟାର ସାହି ସ୍ନାନର ଠିକ୍ ପୂର୍ବରୁ ସୋମବାର ମଙ୍ଗଳବାର ରାତିରେ ଦଲାଚକଟାରେ ଏପର୍ଯ୍ୟନ୍ତ 30 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 60 ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବତନ ବିଚାରପତି ହର୍ଷ କୁମାରଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଟି ଗଠନ କରାଯାଇଛି। ପୂର୍ବତନ ଡିଜି ଭିକେ ଗୁପ୍ତା ଅବସରପ୍ରାପ୍ତ IAS ଭିକେ ସିଂ କମିଟିରେ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଆଜି ମୌନି ଅମାବାସ୍ୟାର ପବିତ୍ର ସ୍ନାନ। ଏଥିପାଇଁ ଗତକାଲି ରାତିଠୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ଅପେକ୍ଷା କରି ରହିଥିଲେ। ନମ୍ବର 2 କେଜରିୱାଲଙ୍କ ବିଷ ଟିପ୍ପଣୀକୁ ମୋଦିଙ୍କ କଡ଼ା ସମାଲୋଚନା। ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲଙ୍କ ଯମୁନାରେ ବିଷ ଟିପ୍ପଣୀକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀରେ ଜଳ ଯୋଗାଣ ବାଧାପ୍ରାପ୍ତ କରିବା ପାଇଁ ହରିୟାଣା ସରକାର ଦିଲ୍ଲୀ ଆସୁଥିବା ଯମୁନା ନଦୀ ଜଳରେ ବିଷ ମିଶାଉଛନ୍ତି ବୋଲି କେଜରିୱାଲ କରିଥିବା ଅଭିଯୋଗକୁ ମୋଦି ଅତ୍ୟନ୍ତ ନିନ୍ଦନୀୟ ଓ ବିଭ୍ରାନ୍ତକାରୀ ବୋଲି କହିଛନ୍ତି। ନମ୍ବର 3 ICC CEO ଆଲାଡିସ୍ଙ୍କ ଇସ୍ତଫା। ICC ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବା ମାତ୍ରକୁ ଆଉ 3 ସପ୍ତାହ ଥିବାବେଳେ ICCର CEO ମୁଖ୍ୟ କାର୍ଯ୍ୟନିର୍ବାହୀ ଜେସ୍ ଆଲାଡିସ୍ ଇସ୍ତଫା ପ୍ରଦାନ କରିବା ହଲଚମଟ ସୃଷ୍ଟି କରିଛି। ICC ଚାମ୍ପିୟନ୍ସ ଟ୍ରଫି ପ୍ରସ୍ତୁତିରେ ସ୍ପଷ୍ଟ ଚିତ୍ର ଦେବାର ବିଫଳ ହୋଇଥିବାରୁ ଆଲାଡିସ୍ ଇସ୍ତଫା ଦେବାର ଅନ୍ୟତମ କାରଣ ବୋଲି ବିଶ୍ୱାସ କରାଯାଉଛି। 57 ବର୍ଷୀୟ ଆଲାଡିସ୍ 2012ରେ ICCରେ ଜେନେରାଲ ମ୍ୟାନେଜର ଅଫ୍ କ୍ରିକେଟ ଭାବେ ଯୋଗ ଦେଇଥିଲେ। କାମଚଲା CEO ଭାବେ 8 ମାସ ଦାୟିତ୍ୱ ନେବା ପରେ 2021 ନଭେମ୍ବରରେ CEO ନିଯୁକ୍ତ ହୋଇଥିଲେ। ନମ୍ବର 4 ବର୍ଜ୍ୟ ପରିଚାଳନା ପାଇଁ 4075 କୋଟିର ପ୍ରସ୍ତାବ। ସର୍କୁଲାର ଇକୋନୋମି ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ ବର୍ଜ୍ୟ ପରିଚାଳନାରେ 4075 କୋଟି ଟଙ୍କା ନିବେଶ କରିବାର ପ୍ରସ୍ତୁତି ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ 10,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ ଓଡ଼ିଶାର ବିଶାଳ ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ର ହେତୁ ଥର୍ମାଲ ପାୱାର ପ୍ଲାଣ୍ଟ, ଇସ୍ପାତ କାରଖାନା, ଆଲୁମିନା ରିଫାଇନାରୀ, ସିମେଣ୍ଟ କାରଖାନାରୁ ଉତ୍ପନ୍ନ ହେଉଥିବା ବର୍ଜ୍ୟ ଆଜିର ସମୟର ଅର୍ଥନୈତିକ ଇଞ୍ଜିନ ଏବଂ ସର୍ବାଧିକ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରୁଛି। ନମ୍ବର 5 ଆଜିରୁ ତାତି ବଢ଼ିବ। ମାଘରେ ଆଉ ବାଘ ଭଳି ଶୀତ ନାହିଁ। ହାତ ଗଣିନି କିଛି ଜିଲ୍ଲାକୁ ଛାଡ଼ିଦେଲେ ସାରା ରାଜ୍ୟରୁ ଶୀତ ଏକ ପ୍ରକାର ଗାୟବ ହୋଇଛି। କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲା ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ଉପରକୁ ଚାଲିଯାଇଛି। ଏହାରି ଭିତରେ ଭାରତୀୟ ପାଣିପାଗ ବିଭାଗର ଆକଳନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପଶ୍ଚିମା ଝଡ଼ ଆଗମନ ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ଗୁରୁବାରଠାରୁ ବୃଦ୍ଧି ପାଇବ। ପର୍ଯ୍ୟାୟକ୍ରମେ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ। ତେଣୁ ସପ୍ତାହେ ଯାଏଁ ଗରମ ଅନୁଭୂତି ହେବା ସହ ଖରାରୁ ତ୍ରାହି ମିଳିବ ନାହିଁ ବୋଲି ବିଭାଗ ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଗୁରୁବାରଠାରୁ ରାତ୍ରି ସହ ଦିନର ତାପମାତ୍ରା ମଧ୍ୟ ବଢ଼ିବ। ସବୁଆଡ଼େ ଗରମ ଅନୁଭୂତି ହେବ। ତେବେ ତାପମାତ୍ରା ବୃଦ୍ଧି ସହ ଆସନ୍ତା 48 ଘଣ୍ଟା ଯାଏଁ ଘନ କୁହୁଡ଼ି ଅଧା ଓଡ଼ିଶାକୁ ଅସ୍ତବ୍ୟସ୍ତ କରିବ। ଆଗାମୀ 5ରୁ 7 ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ଦେଖିବାକୁ ମିଳିବ। ଉପକୂଳ ଓଡ଼ିଶାର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଦେବଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ କୁହୁଡ଼ି ହେବାକୁ ଥିବାରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନମ୍ବର 6 ରେଳ ଧାରଣାରେ ସେଲ୍ଫି ନେଲେ ଜେଲ୍। ରେଳ ଧାରଣା ନିକଟରେ ସେଲ୍ଫି ଉଠାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରେଳବାଇ ଆଇନର ଧାରା 147 ଓ 153 ଅନୁଯାୟୀ ଚଳନ୍ତା ଟ୍ରେନ୍ ନିକଟରେ କିମ୍ବା ରେଳ ଧାରଣାରେ ସେଲ୍ଫି ନେଉଥିବା କୌଣସି ବ୍ୟକ୍ତିଙ୍କୁ ଜୋରିମାନା ହୋଇପାରେ। ଆବଶ୍ୟକ ପଡ଼ିଲେ ଜେଲ୍ ଦଣ୍ଡ ମିଳିପାରେ। ଦିନକୁ ଦିନ କିଶୋର ତଥା କଲେଜ ଛାତ୍ରଛାତ୍ରୀ ରେଳ ଧାରଣା ନିକଟରେ କିମ୍ବା ରେଳ ପରିସରରେ ସମ୍ବେଦନଶୀଳ ଅଞ୍ଚଳରେ ସେଲ୍ଫି ନେଉଥିବାରୁ ପୂର୍ବତଟ ରେଳପଥ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନମ୍ବର 7 ମହାକୁମ୍ଭରେ ଦଳାଚକଟା, 30 ମୃତ, 60 ଆହତ,
25 ମୃତକ ଚିହ୍ନଟ। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ମୌନି ଅମାବାସ୍ୟା ଅବସରରେ ବୁଧବାର ଭୋର ସମୟରେ ସଙ୍ଗମରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ଜମିଥିବା ବେଳେ ହଠାତ୍ ଦଳାଚକଟା ହୋଇଥିଲା। ଦଳାଚକଟାରେ 30 ଜଣଙ୍କର ମୃତ୍ୟୁ ହୋଇଛି ଏବଂ 60 ଜଣ ଆହତ ହୋଇଛନ୍ତି ବୋଲି ମହାକୁମ୍ଭ ଡିଆଇଜି ବୈଷ୍ଣବ କ୍ରିଷ୍ଣା କହିଛନ୍ତି। ମୃତକଙ୍କ ମଧ୍ୟରୁ 25 ଜଣଙ୍କୁ ଚିହ୍ନଟ କରାଯାଇଛି। ଆଜି ଦିନ ତମାସ ସରକାରୀ ଭାବେ ଦଳାଚକଟା ଜନିତ ମୃତ୍ୟୁକୁ ନେଇ କୌଣସି ତଥ୍ୟ ପ୍ରଦାନ କରାଯାଇନଥିବା ବେଳେ ସନ୍ଧ୍ୟାରେ ଡିଆଇଜି ଏହି ସୂଚନା ପ୍ରଦାନ କରିଛନ୍ତି। ଆଜି ଭୋର ପ୍ରାୟ 2ଟା ସମୟରେ ସଙ୍ଗମ ଏବଂ ମହାକୁମ୍ଭ ପାଇଁ ଉଦ୍ଦିଷ୍ଟ 12 କିମି ବ୍ୟାପୀ ନଦୀକୂଳ ରାସ୍ତାରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏହି ଘଟଣା ଘଟିଛି। କୁହାଯାଉଛି ଯେ କିଛି ଶ୍ରଦ୍ଧାଳୁ ବ୍ୟାରିକେଡ୍ ଡେଇଁବାକୁ ଚେଷ୍ଟା କରିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଏହି ଘଟଣା ପାଇଁ ଅନେକ ଲୋକ ନିଜ ପରିବାରର ସଦସ୍ୟଙ୍କଠାରୁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ନମ୍ବର 8 ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚରମ ସୀମାରେ ପହଞ୍ଚିଛି। ଶେଷ ପର୍ଯ୍ୟାୟ ପ୍ରଚାରରେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଜୋରସୋର ପ୍ରଚାର କରୁଛନ୍ତି। କେତେକ ଆସନରେ ସ୍ୱାଧୀନ ଏବଂ ଅନ୍ୟ ଦଳର ପ୍ରାର୍ଥୀମାନେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନରେ ପରିବର୍ତ୍ତିତ ମନୋବଳକୁ ଦୃଷ୍ଟିରେ ରଖି ଶେଷ ପର୍ଯ୍ୟାୟ ପ୍ରଚାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଏହି କାରଣରୁ କୌଣସି ଦଳ କିମ୍ବା ନେତା ରାଜନୈତିକ ପ୍ରସଙ୍ଗ ଉଠାଇବାକୁ ନେତୃତ୍ୱ ନେବାକୁ ବଞ୍ଚିତ ହେବାକୁ ଚାହୁଁନାହାନ୍ତି। ଜଳ ଏବଂ ଜଳର ବିଷୟରେ ଅରବିନ୍ଦ କେଜରିୱାଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କେଜରିୱାଲ ତାଙ୍କର ଏକ ବିବୃତ୍ତିରେ କହିଛନ୍ତି ଯେ ହରିୟାଣାର ଯମୁନା ପାଣିରେ ଜହର ମିଶାଯାଉଛି। ଯଦି ଦିଲ୍ଲୀ ଜଳ ବୋର୍ଡ ସକ୍ରିୟ ନଥାନ୍ତା ତେବେ ଲୋକଙ୍କ ପାଇଁ ସଙ୍କଟ ସୃଷ୍ଟି ହୋଇଥାନ୍ତା। କେଜରିୱାଲଙ୍କ ଏହି ବିବୃତ୍ତି ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହରିୟାଣାର ଲୋକମାନେ ଦେଶପ୍ରେମୀ ଏବଂ ସେମାନଙ୍କ ବିରୋଧରେ ଏଭଳି ଅଭିଯୋଗ ଭୁଲ ଅଟେ। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ମଧ୍ୟ ପ୍ରମାଣ ମାଗିଛନ୍ତି। ନମ୍ବର 9 ଇଥାନଲ କ୍ରୟ ବ୍ୟବସ୍ଥାକୁ କ୍ୟାବିନେଟ୍ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ ଇଥାନଲ କ୍ରୟ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024-25 ବର୍ଷ ପାଇଁ ରାଷ୍ଟ୍ରାୟତ୍ତ ଓଏମ୍ସି ଗୁଡ଼ିକୁ ଇଥାନଲ ଯୋଗାଣ ନିମନ୍ତେ ଇଥାନଲର ମୂଲ୍ୟ ସଂଶୋଧନ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପକ୍ଷରୁ କରାଯାଇଛି। ନମ୍ବର 10 ହିତାଧିକାରୀଙ୍କ ଆବାସ ଯୋଜନାର ଟଙ୍କା ହଡପ କରି ସରପଞ୍ଚ, ତାଙ୍କ ସ୍ୱାମୀ ଗିରଫ। ମିଛ କଥା କହି ପ୍ରକୃତ ହିତାଧିକାରୀଙ୍କ ଆବାସ ଯୋଜନା ଟଙ୍କା ହଡପ କରିଥିବା ମାମଲାରେ ଗଜପତି ଜିଲ୍ଲାର ଉଦୟଗିରି ବ୍ଲକ ବସ୍ତିରିଗୁଡ଼ା ସରପଞ୍ଚ ରୀତାନୀ ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ଉଦୀପ ମଣ୍ଡଳଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ଉଭୟଙ୍କୁ ଜେଲ୍ ହାଜତକୁ ପଠାଯାଇଥିବା ସୂଚନା ମିଳିଛି। ନମ୍ବର 11 ରାସନ କାର୍ଡ କେୱାଇସି ପିଓଏସ୍ ମେସିନରେ ସଫଳ, ୱେବସାଇଟରେ ବିଫଳ। ବହୁ ଅଯୋଗ୍ୟ ରାସନ କାର୍ଡ ହାତେଇଥିବା ଜାଲ ରାସନ କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେ ବି ରାସନ କାର୍ଡ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତ ବର୍ଷ ଅଗଷ୍ଟ 22 ତାରିଖ ଠାରୁ ଇକେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ଆଉ ଦିନ ପରେ ଅର୍ଥାତ୍ 2025 ଜାନୁଆରୀ 31ରେ ଶେଷ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିଛି ଦିନ ପୂର୍ବରୁ କହିଥିଲେ। ମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ଇକେୱାଇସି କରିପାରିନଥିବା ଅଥବା ସରକାରଙ୍କ ଯାନ୍ତ୍ରିକ ତ୍ରୁଟି ପାଇଁ ଏହା ସଫଳ ହୋଇପାରିନଥିବା ଯୋଗ୍ୟ ହିତାଧିକାରୀଙ୍କର ଚିନ୍ତା ବଢ଼ିଯାଇଛି। ସରକାର ପୂର୍ବରୁ ସୂଚନା ଦେଇଛନ୍ତି ଇକେୱାଇସି ପ୍ରକ୍ରିୟା ସରିବା ପରେ ନୂଆ ରାସନ କାର୍ଡ ବାଣ୍ଟିବେ, ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ଏବଂ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସୃଷ୍ଟ ହୋଇଯିବ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ 41 ଲକ୍ଷ ହିତାଧିକାରୀ ଇକେୱାଇସି କରିନାହାନ୍ତି। ନମ୍ବର 12 ଇସ୍ରୋରେ ସ୍ୱୟଂତମ ଉତ୍କ୍ଷେପଣ, ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଲେ କହିଲେ ଅବିସ୍ମରଣୀୟ ମାଇଲଖୁଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋକୁ ସ୍ୱୟଂତମ ଉତ୍କ୍ଷେପଣ ପାଇଁ ଅଭିନନ୍ଦନ ଜଣାଇ ଏହାକୁ ଏକ ଅବିସ୍ମରଣୀୟ ମାଇଲଖୁଣ୍ଟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଏଭଳି ଲେଖିଛନ୍ତି। ବେସରକାରୀ କ୍ଷେତ୍ର ହାତ ମିଳାଇବା ସହିତ ଭାରତର ମହାକାଶ ଯାତ୍ରା ନୂତନ ଉଚ୍ଚତା ହାସଲ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ଇସ୍ରୋ ସଫଳତାର ସହିତ ସ୍ୱୟଂତମ ଜିଏସ୍ଏଲ୍ଭି ରକେଟ୍ ଶ୍ରୀହାରିକୋଟାସ୍ଥିତ ଶହୀଦ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ କରିଥିଲା। ନମ୍ବର 13 ମହାକୁମ୍ଭ ଦଳାଚକଟା, ରାଷ୍ଟ୍ରପତି ଉପରାଷ୍ଟ୍ରପତି ଶୋକ ପ୍ରକାଶ କଲେ। ମୌନି ଅମାବାସ୍ୟା ଅବସରରେ ବୁଧବାର ସକାଳେ ପ୍ରୟାଗରାଜ ମହାକୁମ୍ଭର ସଙ୍ଗମ ଅଞ୍ଚଳରେ ପବିତ୍ର ସ୍ନାନ କରିବାକୁ ଆସିଥିବା ବହୁ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଦଳାଚକଟା ହେବା ପରେ ଅନେକ ଲୋକ ଆହତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50ରୁ ଅଧିକ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି।
ମଙ୍ଗଳବାର ଏବଂ ବୁଧବାର ମଧ୍ୟରାତ୍ରିରେ ଭୋର 1ରୁ 2ଟା ମଧ୍ୟରେ ଏ ଘଟଣା ଘଟିଥିଲା, ଯେତେବେଳେ କିଛି ତୀର୍ଥଯାତ୍ରୀ ଆଖଡ଼ା ରାସ୍ତାରେ ଲଗାଯାଇଥିବା ବାଡ଼ ଉପରେ ଚଢ଼ି ଯାଇଥିଲେ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର ଦିନ ମହାକୁମ୍ଭର ଦଳାଚକଟା ଘଟଣାରେ ଗଭୀର ଶୋକ ପ୍ରକାଶ କରି ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ନମ୍ବର 14 12,98,000 କୋଟି ପୁଞ୍ଜି ନିବେଶ ପ୍ରସ୍ତାବ, 13 ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି। ଉତ୍କୃଷ୍ଟ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025 ସମ୍ମିଳନୀରେ 2 ଦିନରେ 12 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁଞ୍ଜି ନିବେଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱର ଜନତା ମଇଦାନରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି 2 ଦିନିଆ ଶିଳ୍ପ ସମ୍ମିଳନୀରେ ଷ୍ଟାର୍ଟଅପ୍ ଓଡ଼ିଶା, ସିଲ୍ଟ ଇନ୍ ଓଡ଼ିଶା ଏବଂ ମହିଳା ଉଦ୍ୟମିତା ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନମ୍ବର 15 ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ୍ ପ୍ରତିଷ୍ଠା ହେବ। ଜୀବନର ଯେକୌଣସି କ୍ଷେତ୍ରରେ ସଫଳ ମହିଳାମାନଙ୍କୁ ସେମାନଙ୍କ ପୁରୁଷ ପ୍ରତିପକ୍ଷଙ୍କ ସହିତ ସମକକ୍ଷ ହେବା ଆନନ୍ଦର ବିଷୟ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କୃଷି କ୍ଷେତ୍ରରେ କାମ କରିବାଠାରୁ ଆରମ୍ଭ କରି କେବଳ ଯାତ୍ରୀବାହୀ ବିମାନ ନୁହେଁ, ବରଂ ଯୁଦ୍ଧ ବିମାନ ଉଡ଼ାଇବା, ମହାକାଶକୁ ରକେଟ୍ ଉଡ଼ାଇବା, କ୍ରୀଡ଼ା କ୍ଷେତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମାଣ କରିଛନ୍ତି ଯେ ପୁରୁଷମାନେ ଯାହା କରିପାରିବେ, ମହିଳାମାନେ ବି ମଧ୍ୟ ତାହା କରିପାରିବେ। ନମ୍ବର 16 ସୁଭଦ୍ରା ଯୋଜନାରେ ନିଆଗଲା ଆଉ 3ଟି ପଦକ୍ଷେପ। ସୁଭଦ୍ରା ଯୋଜନାରେ ନିଆଗଲା ଆଉ 3ଟି ପଦକ୍ଷେପ। ଉତ୍କୃଷ୍ଟ ଓଡ଼ିଶାରେ ସୁଭଦ୍ରାରୁ ମୁଦ୍ରା କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଶୁଣ ସୁଭଦ୍ରା, କୁହ ସୁଭଦ୍ରା ଓ ସୁଭଦ୍ରା ସେତୁ ଭଳି 3ଟି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଶୁଣ ସୁଭଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କୁହ ସୁଭଦ୍ରା, ଯେଉଁଥିରେ କି ବିଭାଗ ହିତାଧିକାରୀଙ୍କୁ କଲ୍ କରି ସୁବିଧା ଅସୁବିଧା ପଚାରି ବୁଝୁଛି। ଶେଷରେ ସୁଭଦ୍ରା ସେତୁ, ଏହାଦ୍ୱାରା 21 ବର୍ଷ ହେବାକୁ ଥିବା ହିତାଧିକାରୀଙ୍କୁ ଯୋଡ଼ିବା। ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା। 20 ଲକ୍ଷରୁ ଅଧିକ ମହିଳାଙ୍କୁ ଚତୁର୍ଥ ପର୍ଯ୍ୟାୟରେ ମିଳିବ ଟଙ୍କା। ନମ୍ବର 17 ରାସନ କାର୍ଡ଼ ଇ-କେୱାଇସି ଯନ୍ତ୍ରଣା। ବହୁ ଅଯୋଗ୍ୟ ରାସନ କାର୍ଡ଼ ହାତେଇଥିବା ଜାଲ ରାସନ କାର୍ଡ଼ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେ ବି ରାସନ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତ ବର୍ଷ ଅଗଷ୍ଟ 22 ତାରିଖଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ପୂର୍ବରୁ ସୂଚନା ଦେଇଛନ୍ତି ଇ-କେୱାଇସି ପ୍ରକ୍ରିୟା ସରିବା ପରେ ନୂଆ ରାସନ କାର୍ଡ଼ ବାଣ୍ଟିବେ। ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ଏବଂ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ 41 ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ତେବେ ଏହି ହିତାଧିକାରୀମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ସ୍ଥାନରେ ନଥିବା ଜଣାଯାଇଛି। ଅଭିଯୋଗ ହେଉଛି ଯେ ଇ-କେୱାଇସିରେ ବ୍ୟାପକ ଅବସ୍ଥା ତ୍ରୁଟି ଦେଖାଯାଉଛି। ନମ୍ବର 18 ପର୍ଯ୍ୟଟନରେ 121ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି। ପର୍ଯ୍ୟଟନରେ 121ଟି ପ୍ରୋଜେକ୍ଟ ଉପରେ ପୁଞ୍ଜି ପ୍ରସ୍ତାବ ଆସିଛି। ପ୍ରାୟ 8,153 କୋଟି ନିବେଶ ପାଇଁ ପ୍ରସ୍ତାବ ଆସିଛି। ନ୍ୟାସନାଲ କାଉନସିଲ ଅଫ୍ ସାଇନ୍ସ ମ୍ୟୁଜିୟମ ସହିତ MOU ହୋଇଛି। ମ୍ୟୁଜିୟମ ଟୁରିଜମ୍ ବଢ଼ାଇବାକୁ କିଛି ପଲିସି ବଦଳିବା ଦରକାର। ରିସର୍ଟ, ହୋଟେଲ, ୱାଟର ସ୍ପୋର୍ଟ, ଆଉଟଭେଞ୍ଚର ସ୍ପୋର୍ଟସକୁ ଗୁରୁତ୍ୱ ଦିଆଯାଉଛି। ନମ୍ବର 19 ବଳରାମ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଋଣ ବୃଦ୍ଧି। ଏବେ ସରକାର ବଳରାମ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଋଣ ପରିମାଣ 1,60,000 ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କରୁ ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ବଳରାମ ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ଋଣ ପରିମାଣକୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ନମ୍ବର 20 ମହାକୁମ୍ଭ ଦଳାଚକଟା ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ପ୍ରୟାଗରାଜର ମହାକୁମ୍ଭରେ ମୌନି ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ସ୍ନାନ କରିବାକୁ ପହଞ୍ଚିଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଦଳାଚକଟା ହେବା ପରେ ଅତି କମ୍ରେ 10 ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏହି ଘଟଣାରେ ଭକ୍ତମାନେ ନିଜ ପରିବାରର ସଦସ୍ୟଙ୍କୁ ହରାଇଛନ୍ତି। ନମ୍ବର 21 ସରସ୍ୱତୀ ପୂଜା ପାଳନ ନେଇ ଦ୍ୱନ୍ଦ୍ୱ। ସରସ୍ୱତୀ ପୂଜା ପାଳନ ନେଇ ଦ୍ୱନ୍ଦ୍ୱ। 2 ନା 3 ତାରିଖ କେଉଁ ଦିନ ପାଳିବେ ସରସ୍ୱତୀ ପୂଜା, ଉଠିଲାଣି ପ୍ରଶ୍ନ। କେଉଁ ପାଞ୍ଜିରେ 2 ତାରିଖରେ ଶ୍ରୀ ପଞ୍ଚମୀ ଉଲ୍ଲେଖ ଅଛି ତ କେଉଁଥିରେ 3 ତାରିଖ ସକାଳ 9ଟା 24 ପର୍ଯ୍ୟନ୍ତ ରହିଛି ଶ୍ରୀ ପଞ୍ଚମୀ। ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଫେବୃଆରୀ 2 ତାରିଖ ଚତୁର୍ଥୀରେ ହେବ ନା 3 ତାରିଖ ପଞ୍ଚମୀରେ ହେବ, ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ନମ୍ବର 22 ଆସନ୍ତା 2 ଦିନ ଯାଏଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଦେଖାଯିବ। ରାଜ୍ୟରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ 34.0 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ 8.2 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 2 ଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପଶ୍ଚିମା ଝଡ଼ ଅପସାରଣ ପରେ ବଙ୍ଗୋପସାଗର ପଟୁ ରାଜ୍ୟ ଭିତରକୁ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁକ୍ଳବାୟୁ ପ୍ରବାହ ବୃଦ୍ଧି ପାଇଛି।
ଏହାଦ୍ୱାରା ଅଧିକାଂଶ ସ୍ଥାନରେ ରାତ୍ରି ତାପମାତ୍ରା 2ରୁ 3 ଡିଗ୍ରୀ ଯାଏଁ ହ୍ରାସ ଘଟିଛି। ଫଳରେ ଅନେକ ସ୍ଥାନରେ ଶୀତ ବଢ଼ିଛି। ଶୀତ ସାଙ୍ଗକୁ କୁହୁଡ଼ି ହେଉଛି। ଆସନ୍ତା 2 ଦିନ ଯାଏଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଦେଖାଯିବ। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା 35 ଡିଗ୍ରୀ ଛୁଇଁପାରେ।